ସମସ୍ତଙ୍କୁ ମୋର ପ୍ରଭୁ ଯୀଶୁଙ୍କ ନାମରେ ପ୍ରେଜ୍ ଦ ଲର୍ଡ। ଆସନ୍ତୁ ଆଜି ଆମେ ଈଶ୍ୱରଙ୍କ ବାକ୍ୟ ଅଂଶରୁ ଆଉ ଏକ ଅଂଶଟି ଆମେ ଅଧ୍ୟୟନ କରିବା। ତାହା ହେଉଛି ଆମମାନଙ୍କର ହିତ ଉପଦେଶ 19:17 ପଦ। ଏଠାରେ ଏପରି ଭାବରେ ଲେଖାଯାଇଅଛି, ଯେ ଦରିଦ୍ରକୁ ଦୟା କରେ ସେ ସଦାପ୍ରଭୁଙ୍କୁ ଋଣ ଦିଏ, ପୁଣି ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ। ତାପରେ ଆଉ ଏକ ଅଂଶଟିକୁ ଆମେ ଅଧ୍ୟୟନ କରିବା। ତାହା ହେଉଛି ହିତୋପଦେଶ। ଯେଉଁ ଲୋକ ଦିନହୀନ ପ୍ରତି ଉପଦ୍ରବ କରେ ସେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ, ପୁଣି ଯେ ଦରିଦ୍ରକୁ ଦୟା କରେ ସେ ତାହାଙ୍କୁ ଆଦର କରେ। ଆଜି ଆମେ ଦୁଇଟି ରେଫରେନ୍ସରୁ ଆମେ ଯାହା ଅଧ୍ୟୟନ କଲୁ ସେ ଅଂଶଟିକୁ ଆମେ କିଛି ଅଂଶଟା ଆମେ ଆଲୋଚନା କରିବା, ଯାହା ପ୍ରଭୁ ଆଜି ଆମକୁ କହିବା ପାଇଁ ଚାହାନ୍ତି। ଏହି ଶାସ୍ତ୍ର ଅଂଶ ଦ୍ୱାରା ବା ଏହି ବାକ୍ୟ ଦ୍ୱାରା ଆଜି ମୋତେ ଆପଣମାନଙ୍କୁ ପ୍ରତି ଦାନ ସେବାରେ ତାଙ୍କ ରାଜ୍ୟ କାର୍ଯ୍ୟରେ ଦୁର୍ବଳ ଅବିଶ୍ୱସ୍ତ ଯେ ଆମ୍ଭେମାନେ ଆଜି ପରମେଶ୍ୱର ଏହି ବାକ୍ୟ ଦ୍ୱାରା ଆମକୁ ବିଶ୍ୱସ୍ତ କରିବା ପାଇଁ ଏହି ବାକ୍ୟ ଦ୍ୱାରା ଆମକୁ ସେ କିଛି କହିବା ପାଇଁ ଚାହାନ୍ତି। କାରଣ ଏହି ବାକ୍ୟ ଆମକୁ ଏହା କୁହେ ସେବା କରିବା ପାଇଁ ଉତ୍ସାହ ପ୍ରଦାନ କରେ। ପିତାଙ୍କର ଇଚ୍ଛାକୁ ସାଧନ କରିବା ପାଇଁ ଆମକୁ ମାର୍ଗଦର୍ଶନ ଦେଖାଏ। କାରଣ ବାକ୍ୟ ଅଂଶରେ ଏପରି ଲେଖାଯାଇଛି, ଯେ ଦରିଦ୍ରକୁ ଦୟା କରେ ସେ ସଦାପ୍ରଭୁଙ୍କୁ ଋଣ ଦିଏ, ପୁଣି ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ। ଏହି ବାକ୍ୟରେ ଯଦି ଆମେ ଦେଖିବା ଯେ ଏତେ ସୁନ୍ଦର ବିଷୟ ରହିଛି ନା, ଏଠି କୁହାଯାଉଛି ଯେତେବେଳେ ଜଣେ ଦାନକାରୀ ବ୍ୟକ୍ତି ଗୋଟେ ଦରିଦ୍ରକୁ ଦାନ କରେ, ଅନାହତକୁ ଦାନ କରେ, ବିଧବାକୁ ଦାନ କରେ, ନିଃସହାୟକୁ ନିଃସଙ୍ଗକୁ, ଯାହାର ଖାଇବା ନାହିଁ ପିଇବା ନାହିଁ, ଯାହାର ଜମି ନାହିଁ ବାଡ଼ି ନାହିଁ ଘର ନାହିଁ ପଟା ନାହିଁ, ଏହିପରି ଦୁଃଖୀକୁ ଏପରି ଦରିଦ୍ରକୁ ଯେତେବେଳକୁ ଜଣେ ବ୍ୟକ୍ତି ଦାନ କରେ ବା ଦାନକାରୀ ଯେତେବେଳକୁ ଜଣେ ନିରୀହ ବ୍ୟକ୍ତିକୁ ଦାନ କରେ, ସେ ଦରିଦ୍ରକୁ ଦେଉଛି ହଁ, କିନ୍ତୁ ବାଇବଲ ଅନୁସାରେ ଏହି ଶାସ୍ତ୍ରାଂଶ ଅନୁସାରେ ଏଠି ଆମେ ଦେଖୁଛୁ ଯେ ସେ ସଦାପ୍ରଭୁଙ୍କୁ ଋଣ ଦିଏ। ଯେତେବେଳକୁ ଜଣେ ବ୍ୟକ୍ତି ଦରିଦ୍ରକୁ ଦାନ କରେ, ଧନ ହେଉ, ସମୟ ହେଉ, ସେବା ହେଉ, କିମ୍ବା ଯାହା ବି ଗୋଟେ ବ୍ୟକ୍ତିକୁ ଯେତେବେଳକୁ ସେ ଦିଏ ତାର ଅଭାବକୁ ଜାଣି ସେତେବେଳକୁ ସେ ବ୍ୟକ୍ତିକୁ ଦେଉଛି, ମାନେ ସେ ସଦାପ୍ରଭୁଙ୍କୁ ଦେଉଛି। କାରଣ ଏଠି ବାକ୍ୟାଂଶରେ ଲେଖାଯାଉଛି ନା, ଯେ ଦରିଦ୍ରକୁ ଦୟା କରି ସେ ସଦାପ୍ରଭୁଙ୍କୁ ଋଣ ଦିଏ। ଦରିଦ୍ର ମାନଙ୍କୁ ଦେବା ଅର୍ଥ ସଦାପ୍ରଭୁଙ୍କୁ ଋଣ ଦିଆଯାଉଛି। ଏଟା ଗୋଟେ ଆଶ୍ଚର୍ଯ୍ୟ ବିଷୟ। ମନୁଷ୍ୟ ପରମେଶ୍ୱରଙ୍କୁ ଋଣ ଦେଉଛି। ଦେଖନ୍ତୁ, କୁହାଯାଉଛି ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ। ଆଉ ଯେତେବେଳକୁ ଗୋଟେ ମନୁଷ୍ୟ ପରମେଶ୍ୱରଙ୍କୁ ଋଣ ଦିଏ, ସେତେବେଳକୁ ପରମେଶ୍ୱର ସେଇ ଦାନକାରୀ ବ୍ୟକ୍ତିଙ୍କୁ ତାର ଉତ୍ତମ କର୍ମର
ପରିଶୋଧ କରିବେ ବୋଲିକି କୁହାଯାଉଛି। ତାମାନେ ଦରିଦ୍ରକୁ ଦାନ ଦେବା, ଆମର ଦାନ କେବେ ବୃଥା ହେବ ନାହିଁ, ଆମର ସେବା କେବେ ବୃଥା ହେବ ନାହିଁ। ତାଙ୍କ ପାଇଁ ଆମେ ଯୋଉ ସମୟ ଦଉଛୁ, ଆମେ ଯୋଉ ଅର୍ଥ ଦଉଛୁ, ଆମର ଯୋଉ ବଳ ଦଉଛୁ, ଆମେ ଯୋଉ ଦୟା କରୁଛୁ ତାଙ୍କ ପ୍ରତି, ଏଇଟା କେବେ ବୃଥା ହେବ ନାହିଁ। ଏଟା ପରମେଶ୍ୱରଙ୍କ ବାକ୍ୟ ମାନଙ୍କୁ ଆଜି କୁହେ। ସେ ତାର ଉତ୍ତମ କର୍ମରେ ପରିଶୋଧ କରିବେ। କିଏ ପରିଶୋଧ କରିବେ? ଯେଉଁ ପରମେଶ୍ୱର ଧନୀକୁ ସୃଷ୍ଟି କରିଛନ୍ତି, ଗରିବକୁ ଜଗତରେ ରଖିଛନ୍ତି, ଶିକ୍ଷିତ ଭାବରେ ଗୋଟେ ବ୍ୟକ୍ତିକୁ ଅନୁଗ୍ରହ କରିଅଛନ୍ତି, ଅଶିକ୍ଷିତ ଭାବରେ ଜଗତରେ କିଛି ବ୍ୟକ୍ତିଙ୍କୁ ରଖିଛନ୍ତି। ଯେଉଁ ପରମେଶ୍ୱର ଧନୀମାନଙ୍କୁ ସୃଷ୍ଟି କରିଅଛନ୍ତି, ଗରିବମାନଙ୍କୁ ସୃଷ୍ଟି କରିଅଛନ୍ତି, ଦୁଃଖୀମାନଙ୍କୁ ସୃଷ୍ଟି କରିଅଛନ୍ତି, ଦିନହୀନମାନଙ୍କୁ ସୃଷ୍ଟି କରିଅଛନ୍ତି, ସମସ୍ତ ପ୍ରକାର ବ୍ୟକ୍ତିମାନଙ୍କୁ ସୃଷ୍ଟି କରିଅଛନ୍ତି, ସେଇ ପରମେଶ୍ୱର ସେମାନଙ୍କର ପ୍ରତିଟି ସେବାର ଋଣଟି ଶୁଝିବେ। କାରଣ ଆମେ ଯେତେବେଳକୁ ଦରିଦ୍ରକୁ ଆମେ ଯେତେବେଳକୁ ସେବା କରୁ, ଦୟା କରୁ, ସାହାଯ୍ୟ କରୁ, ତାର ଉପକାର କରୁ, ମଙ୍ଗଳ କରୁ, ସେତେବେଳେ ଆମେ ପରମେଶ୍ୱରଙ୍କର ବ୍ୟାଙ୍କରେ ଆମେ ଡିପୋଜିଟ୍ କରୁ। ଦରିଦ୍ରକୁ ଦେବା ଅର୍ଥ ବ୍ୟାଙ୍କରେ, ପରମେଶ୍ୱରଙ୍କର ବ୍ୟାଙ୍କରେ ଡିପୋଜିଟ୍ ହେବ, ଡିପୋଜିଟ୍ ହେବା। ଯଦି ପରମେଶ୍ୱରଙ୍କ ବ୍ୟାଙ୍କରେ ଯଦି ଡିପୋଜିଟ୍ ହୁଏ, ତେବେ ପରମେଶ୍ୱରଙ୍କ ବ୍ୟାଙ୍କ କେବେ ଭାଙ୍ଗିଯିବନି, ପରମେଶ୍ୱରଙ୍କ ବ୍ୟାଙ୍କ କେବେ ମିଛ କହିବ ନାହିଁ। ସେ ବ୍ୟାଙ୍କ ଦିନେ ନା ଦିନେ ଆପଣମାନଙ୍କ ଯେଉଁ ଦେଇଥିବା ଦାନ, ସେଇ ଦାନ ଆପଣମାନଙ୍କ ଜୀବନରେ ନା ସୁନିଶ୍ଚିତ ଆପଣମାନେ ଫେରି ପାଇବେ। ସେଟା ପରମେଶ୍ୱରଙ୍କ ଦ୍ୱାରା, ସେ ବ୍ୟକ୍ତିଙ୍କ ଦ୍ୱାରା କେବେ ନୁହେଁ। କେବଳ ଆମେ ସେ ବ୍ୟକ୍ତିଙ୍କ ଉପରେ ଆମେ ଆଶା ରଖିବା, ତାଙ୍କ ଉପରେ ଆମେ ସେଇ ଋଣ ପାଇବା ଆଶାରେ କେବେ ଦେବା ନାହିଁ। ପରମେଶ୍ୱର ଏଟା ଚାହାନ୍ତି ନାହିଁ। ଦାନ ମାନେ ସମ୍ପୂର୍ଣ୍ଣ ପରିଶୋଧ ଆଶା ନ କରି ଦେବା ହେଉଛି ଦାନ। ଆଉ ଏଇ ପ୍ରକାର ଦାନକୁ ପରମେଶ୍ୱର ପରିଶୋଧ କରିବେ ଆଉ କରନ୍ତି। ଏଇ ଅଂଶରେ ଆମେ ଏଇଟା ଦେଖିଲୁ। ତାପରେ ଆମେ ଯେଉଁ ଅଂଶଟା ଆମେ ଦେଖିଲୁ ନା, ଯେଉଁ ଲୋକ ଦିନହୀନ ପ୍ରତି ଉପଦ୍ରବ କରେ, ସେ ତାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ। ଯାହାକି ହିତୋପଦେଶ ତାର 14:31 ପଦରେ ଆମେ ପଢିଲୁ ନା, ଯେଉଁ ଲୋକ ଦିନହୀନ ପ୍ରତି ଉପଦ୍ରବ କରେ, ସେ ତାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ। ଅର୍ଥାତ୍ ଯେଉଁ ବ୍ୟକ୍ତିମାନେ ଆଜି ଦରିଦ୍ର ପ୍ରତି, ଦିନହୀନ ପ୍ରତି, ନିଃସହାୟ ପ୍ରତି, ନିଃସଙ୍ଗ ପ୍ରତି, ଅନାହତମାନଙ୍କ ପ୍ରତି, ବିଧବାମାନଙ୍କ ପ୍ରତି ଅନ୍ୟାୟ କରନ୍ତି, ଅତ୍ୟାଚାର କରନ୍ତି, ନିର୍ଯାତନା କରନ୍ତି, ଏ ଜଣେ ଦିନହୀନ ବ୍ୟକ୍ତି ଜାଣି ଯେତେବେଳେ ତାହାର ଦ୍ରବ୍ୟ ଗୁଡ଼ିକ ଅପହରଣ କରନ୍ତି, ତାର ପ୍ରାଣକୁ ଅପହରଣ କରନ୍ତି, ତାର ଜୀବନରେ ଦୁଃଖ ଦିଅନ୍ତି, ତାହା ପ୍ରତି ବିଚାର ଅନ୍ୟାୟ କରନ୍ତି, ତାହା ପ୍ରତି ମୁଖାପେକ୍ଷା କରନ୍ତି, ପରମେଶ୍ୱରଙ୍କ ବାକ୍ୟ ଏହା କହିକି ଯେ ସେମାନେ ତାହାର ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରନ୍ତି। ଯେଉଁ ପରମେଶ୍ୱର ସେ ବ୍ୟକ୍ତିକୁ ଦରିଦ୍ର କରି ସୃଷ୍ଟି କଲେ, ଆପଣଙ୍କୁ ଧନୀ କରି ସୃଷ୍ଟି କଲେ, ଆପଣଙ୍କୁ ବଳବାନ କରି ସୃଷ୍ଟି କଲେ, ସେଇ ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରେ। କାରଣ ପରମେଶ୍ୱରଙ୍କୁ ନିନ୍ଦା କରିବା ଅର୍ଥ ଗୋଟିଏ ଦିନହୀନ ପ୍ରତି ଉପଦ୍ରବ କରିବା, ତା ପ୍ରତି ଅନ୍ୟାୟ କରିବା, ତା ପ୍ରତି ଅତ୍ୟାଚାର କରିବା, ତା ପ୍ରତି ଆମେ ନିର୍ଦ୍ଦୟ ହେବା, ତା ପ୍ରତି ଆମେ
କଠିନ ଶାସନ କରିବା। ଏହା ଯେତେବେଳେ ଆମେ କରୁ ତାହା ଆମେ ଈଶ୍ୱରଙ୍କ ବିରୁଦ୍ଧରେ ଆମେ କାର୍ଯ୍ୟ କରୁ ବା ତାଙ୍କ ସୃଷ୍ଟିକୁ ତାଙ୍କ ସୃଷ୍ଟିକର୍ତ୍ତାଙ୍କୁ ଆମେ ଘୃଣା କରୁ। ତାଙ୍କ ସୃଷ୍ଟିକୁ ଘୃଣା କରିବା ଅର୍ଥ ସୃଷ୍ଟିକର୍ତ୍ତାଙ୍କୁ ଘୃଣା କରୁ। ତେଣୁ ଏଇଠି କୁହାଯାଉଛି କି ନା ଯେଉଁ ଲୋକ ଦିନହୀନ ପ୍ରତି ଉପଦ୍ରବ କରେ ସେ ତାହାର ସୃଷ୍ଟିକର୍ତ୍ତାଙ୍କ ନିନ୍ଦା କରେ। ଆଜି ସମାଜରେ ପୃଥିବୀରେ ଆଜି ଦିନହୀନ ପ୍ରତି ଅନ୍ୟାୟ, ଅତ୍ୟାଚାର, ନିର୍ଯାତନା, ଅପହରଣ, ଉପଦ୍ରବ, ମୁଖାପିକା ବିଶେଷ ଆଜି ଜଗତରେ ବହୁ ମାତ୍ରାରେ ବଢ଼ି ଚାଲିଛି। ଯେହେତୁ ସେମାନଙ୍କର କେହି ନାହାନ୍ତି ବୋଲି ସେମାନଙ୍କ ପ୍ରତି ଉପଦ୍ରବ ଚାଲିଛି। କିନ୍ତୁ ଆମେ ଜାଣିବା ଦରକାର, ଯଦି ଆମେ କରୁ ଏହିପରି ଗୋଟିଏ ଦିନହୀନ ପ୍ରତି, ଦରିଦ୍ର ପ୍ରତି, ଅନାହତ ପ୍ରତି, ବିଧବାମାନଙ୍କ ପ୍ରତି ଏହିପରି ଯଦି ଆମେ ଅନ୍ୟାୟ କରୁ, ତେବେ ଆମେ ଜାଣିବା ଦରକାର ଯେ ମୁଁ ଏହି ବ୍ୟକ୍ତିକୁ ଅନ୍ୟାୟ କରୁନାହିଁ, ଏହାର କ୍ଷତି କରୁନାହିଁ, ପ୍ରକୃତ ଭାବରେ ତାହାର ସୃଷ୍ଟିକର୍ତ୍ତାଙ୍କୁ ମୁଁ ନିନ୍ଦା କରୁଛି, ତାର ସୃଷ୍ଟିକର୍ତ୍ତାଙ୍କୁ ମୁଁ ତୁଚ୍ଛ କରୁଛି, ପରିହାସ କରୁଛି, ସେ ପ୍ରଭୁ ପରମେଶ୍ୱରଙ୍କୁ। ଆଉ କୁହାଯାଉଛି ପୁଣି ଯେ ଦରିଦ୍ରକୁ ଦୟା କରେ ସେ ତାହାକୁ ଆଦର କରେ। ଆଉ ଯେଉଁମାନେ ଦିନହୀନକୁ, ଦରିଦ୍ରକୁ ଦୟା କରନ୍ତି ସେ ତାର ସୃଷ୍ଟିକର୍ତ୍ତାଙ୍କୁ ଆଦର କରନ୍ତି। ଆଜି ଆମେ ଏଠି ଦୁଇଟି ବିଷୟ ଦେଖିଲୁ। ଗୋଟିଏ ବିଷୟ ହେଲା ଯିଏ ଦରିଦ୍ରକୁ ଦାନ କରେ ସଦାପ୍ରଭୁ ତାହାର ଋଣର ପରିଶୋଧ କରିବେ। ଆଉ ଯିଏ ଦିନହୀନ ପ୍ରତି ଉପଦ୍ରବ କରେ ସଦାପ୍ରଭୁକୁ ସେ ଅର୍ଥାତ୍ ସୃଷ୍ଟିକର୍ତ୍ତାଙ୍କୁ ସେ ନିନ୍ଦା କରେ। ଦାନ ଦେଉଥିବା ବ୍ୟକ୍ତିଙ୍କ କଥା ଯଦି ଆମେ ଦେଖିବା ତାର ମଙ୍ଗଳ ସାଧନ ହେଉଛି, କିନ୍ତୁ ଯେ ଦିନହୀନ ପ୍ରତି ଉପଦ୍ରବ କରେ ପ୍ରଭୁ ତାହାକୁ ଦଣ୍ଡ ଦେବାକୁ ଯାଉଛନ୍ତି। ଯେଉଁମାନେ ସୃଷ୍ଟିକର୍ତ୍ତାଙ୍କୁ ନିନ୍ଦା କରନ୍ତି ସେମାନଙ୍କ ପାଇଁ ଦଣ୍ଡ କ'ଣ? ଏ ଦେଖୁଛୁ ଯାତ୍ରା ପୁସ୍ତକ ତାର 22 ଅଧ୍ୟାୟର 21ରୁ 24 ପଦ ପର୍ଯ୍ୟନ୍ତ ଏହିପରି ଭାବରେ ଲେଖାଯାଇଛି। ଶୁଣିବା। ତୁମେ ବିଦେଶୀ ପ୍ରତି ଅନ୍ୟାୟ ଓ ତାହା ପ୍ରତି ଉପଦ୍ରବ କରିବ ନାହିଁ, ଯେହେତୁ ତୁମାନେ ମିଶ୍ର ଦେଶରେ ବିଦେଶୀ ଥିଲ। ତୁମାନେ କୌଣସି ବିଧବା କି ପିତୃହୀନ ସନ୍ତାନକୁ କ୍ଲେଶ ଦେବ ନାହିଁ। ତୁମେ ସେମାନଙ୍କୁ କୌଣସି ପ୍ରକାର କ୍ଲେଶ ଦେଲେ ସେମାନେ ଯେବେ ଆମ୍ଭ ନିକଟରେ ଖାଲି ଡାକ ପକାଇବେ ତେବେ ଆମ୍ଭେ ଅବଶ୍ୟ ସେମାନଙ୍କ ଡାକ ଶୁଣିବା। ପୁଣି ଆମ୍ଭର କ୍ରୋଧ ପ୍ରଜ୍ୱଳିତ ହେଲେ ଆମ୍ଭେ ତୁମମାନଙ୍କୁ ଖଡ୍ଗ ଦ୍ୱାରା ମାରିବା। ତହିଁରେ ତୁମମାନଙ୍କର ଭାର୍ଯ୍ୟାମାନେ ବିଧବା ହେବେ, ସନ୍ତାନଗଣର ପିତୃହୀନ ହେବେ। ଭୟଙ୍କର ବିଷୟ ଏ ବାକ୍ୟ ଆମେ ପାଉଛୁ। ଯଦି ପରମେଶ୍ୱରଙ୍କୁ ଆମେ ନିନ୍ଦା ଦେବା, ଦରିଦ୍ରକୁ ଦୁଃଖ ଦେଇକି, ଦରିଦ୍ରକୁ ଉପଦ୍ରବ କରି, ଦରିଦ୍ରକୁ ଆମେ ନିର୍ଯାତନା ଦେଇକି, ତେବେ ଏଠି କୁହାଯାଉଛି କି ଯେ ଯଦି ଏହିପରି ଆମେ ଯଦି ଅନ୍ୟାୟ କରିବା ଦରିଦ୍ରମାନଙ୍କ ପ୍ରତି, ସେବା ବଦଳରେ, ସାହାଯ୍ୟ ବଦଳରେ, ତାର ଉପକାର ବଦଳରେ ଯଦି ତାହାର ଆମେ ଅପକାର କରିବା, ତାର ଅଳ୍ପ ବୋଲି ଯାହା ଥିଲା ତାହାକୁ ଯଦି ଆମେ ଅପହରଣ କରିବା, ଉପଦ୍ରବ କରିବା, ତାଠୁ ଆମେ ଯଦି ଲୁଟି ନେବା, ଯଦି ସେମାନେ ଥରେ ଯଦି ସେମାନେ ଡାକ ପକାଇବେ ପରମେଶ୍ୱରଙ୍କୁ, ସେଇ ପରମେଶ୍ୱର ସେମାନଙ୍କ ଡାକ ଶୁଣିବେ ଯଥାଶୀଘ୍ର। ଆଉ ପରମେଶ୍ୱରଙ୍କର କ୍ରୋଧ ଯଦି ପ୍ରଜ୍ୱଳିତ ହେଲା, ବାକ୍ୟ କୁହାଯାଉଛି ନା ତୁମମାନଙ୍କ ସ୍ତ୍ରୀ ମାନେ ବିଧବା ହେବେ ଆଉ ସନ୍ତାନ ମାନେ ପିତୃହୀନ ହେବେ ବୋଲିକି କୁହାଯାଉଛି। କେତେ ଭୟଙ୍କର ବିଷୟ। ଆମେ ସେବା କରି ପାରୁନାହୁଁ ବୋଲି
ଜଣଙ୍କର ମଙ୍ଗଳ କରିପାରୁନାହୁଁ ବୋଲି ଯଦି ଜଣଙ୍କର ଯଦି ଏପରି ଆମେ ଯଦି ଅନ୍ୟାୟ ଚିନ୍ତା କରିବା, ସେ ଦିନହୀନ ବୋଲି ଆମେ ଯଦି ଏପରି ଅନ୍ୟାୟ କରିବା, ଆମମାନଙ୍କ ପାଇଁ, ଆମ ପରିବାର ପାଇଁ, ଆମ ବଂଶ ପାଇଁ ସେଟା ଅଭିଶାପର କାରଣ ହେବ। ଆଜିର ଦିନରେ ଜଣେ ଜଣଙ୍କର ବିଲବାଡ଼ି ଲୋଟି ନେବାରେ ଲାଗିଛନ୍ତି। ସମସ୍ତ ଜାଗାରେ କୋର୍ଟ କଚେରୀ ଠାରୁ ଆରମ୍ଭ କରି ଏହି ସାଧାରଣ ଗ୍ରାମ ସଭା ଗୁଡ଼ିକରେ, ଗାଁ ଗହଳିରେ, ସବୁ ଜାଗାରେ ଅନ୍ୟାୟ ଚାଲିଛି। କିନ୍ତୁ ବାକ୍ୟ କୁହାଯାଉଛି, ଯଦି ସେଇ ଦୁଃଖୀ, ଯଦି ସେଇ ଦିନହୀନ, ଯଦି ସେଇ ଅନାଥ, ଯଦି ସେହି ବିଧବାଟି, ନିଃସହାୟ ବ୍ୟକ୍ତିଟି, ନିର୍ଯାତିତ ହେଉଥିବା ବ୍ୟକ୍ତିଟି, ଉପଦ୍ରବ ହେଉଥିବା ବ୍ୟକ୍ତିଟି ଯଦି ଥରେ ଯଦି ଡାକ ପକାଇବ ପରମେଶ୍ୱରଙ୍କ ନିକଟରେ, ନା ପରମେଶ୍ୱର ଶୁଣିବେ। ଆଉ ସେଟା ସେମାନଙ୍କ ପାଇଁ ତଥା ଯେଉଁମାନେ ଉପଦ୍ରବ କରନ୍ତି, ଅନ୍ୟାୟ କରନ୍ତି, ଅତ୍ୟାଚାର କରନ୍ତି, ପ୍ରଭୁ ସେମାନଙ୍କ ଉପରେ ଯଥାଶୀଘ୍ର ଆପଣ କ୍ରୋଧକୁ ଢାଳିବେ। ଆଉ କୁହାଯାଉଛି, ତୁମମାନଙ୍କୁ ଖଡ୍ଗ ଦ୍ୱାରା ମାରିବା। ପରମେଶ୍ୱର ନିଜେ କୁହନ୍ତି, ଆମ୍ଭେ ତୁମମାନଙ୍କୁ ଖଡ୍ଗ ଦ୍ୱାରା ମାରିବା। ଯେତେବେଳକୁ ପରମେଶ୍ୱର ଆପଣଙ୍କୁ ଖଡ୍ଗ ଦ୍ୱାରା ମାରିବେ ବା ଅନ୍ୟାୟକାରୀମାନଙ୍କୁ ଯେତେବେଳକୁ ପରମେଶ୍ୱର ଖଡ୍ଗ ଦ୍ୱାରା ମାରିବେ, ସେତେବେଳକୁ ତାଙ୍କ ସ୍ତ୍ରୀମାନେ ବିଧବା ହେବେ, ତାଙ୍କ ସନ୍ତାନମାନେ ପିତୃହୀନ ହୋଇଯିବେ। ଯେହେତୁ ଆପଣମାନେ ଯେତେବେଳକୁ ଗୋଟେ ଅନାହତକୁ, ବିଧବାକୁ, ଦିନହୀନକୁ ଯେତେବେଳକୁ ଆପଣମାନେ ଦୁଃଖ ଦେଉଛନ୍ତି, ପରମେଶ୍ୱର ଠିକ୍ ସେହିପରି ଆପଣମାନଙ୍କୁ ଦଣ୍ଡ ଦେବେ। କାରଣ କଥାରେ ଅଛି, ବାଇବଲ ଏହା କୁହାଯାଉଛି, ଯେଉଁ ମାପରେ ମାପ କର ସେହି ମାପରେ ତୁମମାନଙ୍କୁ ମପାଇ ଦିଆଯିବ। ଯେଉଁ ବିଚାରରେ ବିଚାର କର ସେହି ବିଚାରରେ ତୁମମାନଙ୍କୁ ସେହି ବିଚାରରେ ତୁମମାନେ ବିଚାରିତ ହେବ। ଆମେ ଯଦି ଅନାହତମାନଙ୍କୁ ଦୁଃଖ ଦେଇଥିବା, ଆମ ସନ୍ତାନ ସନ୍ତତି ମାନେ ଅନାହତ ହେଇଯିବେ। ଆମେ ଯଦି ବିଧବାମାନଙ୍କୁ ଦୁଃଖ ଦେଇଥିବା, ଆମ ପରିବାର ବିଧବା ହେଇଯିବ। ପରମେଶ୍ୱରଙ୍କ ବିଚାର ଭୟଙ୍କର ଅଟେ। ତେଣୁ ଆମେ ଏଇ ଅନ୍ୟାୟ, ଅତ୍ୟାଚାର, ଉପଦ୍ରବ, ମୁଖାବେକା, ଏହି ବିଷୟ ପ୍ରତି ଯଦି ଆମେ ସତର୍କ ରହିବା, ଏହି ଅଭିଶାପ ଆମ ଉପରେ ଆସିବ ନାହିଁ। ତେଣୁ କରିକି ଆଜି ଆଉ ଗୋଟେ ଅଂଶରେ ଦେଖୁଛୁ ନା, ଯାହାକି ଯିଏ ସଦାପ୍ରଭୁଙ୍କୁ ଋଣ ଦିଏ, ଯିଏ ଦିନହୀନକୁ, ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ଆଉ ସେଇ ସଦାପ୍ରଭୁ ସେମାନଙ୍କର ସମସ୍ତ ବିଷୟର ଋଣ ପରିଶୋଧ କରିବ ବୋଲି ଯେଉଁ କୁହାଯାଉଛି, ଏହିପରି ଗୋଟେ ଆମ ହୃଦୟ ରଖିବା ଯେ ପରମେଶ୍ୱରଙ୍କୁ ଯେତେବେଳକୁ ଆମେ ଜାଣିଛୁ, ସେ ପ୍ରକାର ଭାବରେ ସେମାନଙ୍କ ପ୍ରତି ଆମେ ସେବା ମନୋଭାବ ରଖିବା, ଦୟା ମନୋଭାବ ରଖିବା, ଯେପରି ସେଇ ଆଶୀର୍ବାଦ ଆମ ଉପରେ ଆସିବ। କାରଣ ପରମେଶ୍ୱର ଦିନେ ଏହି ସମସ୍ତ ଋଣ, ଦାନକାରୀର ଋଣକୁ ସେ ଦିନେ ନିହାତି ପରିଶୋଧ କରିବେ। ସେଟା ଆଶୀର୍ବାଦ ରୂପରେ ଓହ୍ଲାଇ ଆସିବ। ସେଟା ଆପଣମାନଙ୍କ ଜୀବନରେ, ଆପଣମାନଙ୍କ ପରିବାରରେ, ଆପଣମାନଙ୍କର ହସ୍ତରେ, ଆପଣମାନଙ୍କର ଅମାରରେ, ଆପଣମାନଙ୍କର ପ୍ରତିଟି କାର୍ଯ୍ୟକ୍ଷେତ୍ରରେ, ଆପଣମାନଙ୍କର ହଜାର ପୁରୁଷ ପର୍ଯ୍ୟନ୍ତ ଆପଣମାନଙ୍କ ଧର୍ମ କର୍ମ, ଦୟା କର୍ମ ଆଶୀର୍ବାଦ ରୂପରେ ଆସିବ। ଏହା ଆଜି ଈଶ୍ୱରଙ୍କ ବାକ୍ୟରେ ଆମେ ଦେଖୁଛୁ। ତେଣୁ ପ୍ରକୃତ ଭାବରେ ଆମ ଜୀବନରେ ଦରିଦ୍ରମାନଙ୍କୁ, ଦିନହୀନମାନଙ୍କୁ ଯଦି ଆମେ ଦୟା କରିବା, ପରମେଶ୍ୱର ଆମକୁ ଆଶୀର୍ବାଦ ଭାବରେ ଆମକୁ କ'ଣ କରିବେ ନା, ଋଣ ପରିଶୋଧ କରିବେ। ପରମେଶ୍ୱର ଗରିବ ନୁହନ୍ତି, ଭିକାରୀ ନୁହନ୍ତି, ଆମକୁ ଭିକରେ ମାରିବେ ନାହିଁ। ତାକୁ ଦେଇ ଏଣୁକରି ବାକ୍ୟାଂଶ କୁହାଯାଏ, ଦିନେ ଏହି ଦାନକାରୀମାନଙ୍କର ପରମେଶ୍ୱର ପରିଶୋଧ କରିବେ, ଦୟାକାରୀମାନଙ୍କର ପରିଶୋଧ ପରମେଶ୍ୱର ଦିନେ ନିଜେ କରିବେ। କାରଣ ବାକ୍ୟାଂଶରେ ଆମେ ପାଇବା, ଯାହାକି ଆଉ ଲୁକ 14:13 ଏବଂ 14 ଲେଖାଯାଉଛି,
ନା ଧାର୍ମିକ ମାନଙ୍କର ପୁନରୁତ୍ଥାନ ସମୟରେ ତୁମ୍ଭମାନଙ୍କୁ ପ୍ରତିଦାନ ଦିଆଯିବ। ଧାର୍ମିକମାନେ ଯେତେବେଳକୁ ପୁନରୁତ୍ଥାନ କରିବେ ସେତେବେଳକୁ ପରମେଶ୍ୱର କଣ କରିବେ? ଏଇ ଦାନକାରୀ ମାନଙ୍କୁ ମଧ୍ୟ ପ୍ରତିଦାନ ଦେବେ। ଜଗତରେ ତ ଆଶୀର୍ବାଦର ଋଣ ଦେବେ ସେମାନଙ୍କୁ, ତା ସଙ୍ଗେ ସଙ୍ଗେ ସେମାନେ ମୃତ୍ୟୁ ପରେ ବି ସେମାନଙ୍କୁ ଅନନ୍ତ ଜୀବନର ପ୍ରତିଦାନ ସେମାନଙ୍କୁ ଦିଆଯିବ। ମାଥ୍ୟୁ ଲିଖିତ ସୁସମାଚାର 25:40 ପଦ ଅନୁସାରେ। ଆଉ ଶେଷ ପଦ ମାଥ୍ୟୁ 25ର ଶେଷ ପଦ ଅନୁସାରେ ପରମେଶ୍ୱର କଣ କରିବେ? ନା ସେଇ ବ୍ୟକ୍ତିମାନଙ୍କୁ ପ୍ରତିଦାନ ଦେବେ। ସେଇଟା ହେଉଛି ଅନନ୍ତ ଜୀବନ। ଏହିପରି ଦାନକାରୀ ବ୍ୟକ୍ତିମାନଙ୍କ ପାଇଁ ପ୍ରତିଦାନ ରଖାଯାଇଛି। ସେ ଅନ୍ତିମ ବିଚାର ସମୟରେ ପ୍ରଭୁ ଯୀଶୁ ସେମାନଙ୍କର ନାମ ଧରି ଧରି ଡାକିବେ। ଯେଉଁମାନେ ଦାନ ଦେଇଛନ୍ତି, ଯେଉଁମାନେ ସେବା କରିଅଛନ୍ତି, ଯେଉଁମାନେ କିଛି ଦୁଃଖୀ ଦରିଦ୍ର ମାନଙ୍କୁ ସାନ୍ତ୍ୱନା ଦେଇଅଛନ୍ତି, ଲୁହ ପୋଛି ଦେଇଛନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ଦିନେ ନାମ ଧରି ଧରି ଡାକିବେ। କାରଣ ଏଠି ପ୍ରଭୁ ଯୀଶୁ ଏହା କୁହନ୍ତି କଣ ବୋଲି? ମାଥ୍ୟୁ 25:40 କୁହନ୍ତି, ପୁଣି ସେ ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ତୁମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣଙ୍କ ପ୍ରତି ଏହା କରିଥିବାରୁ ମୋ ପ୍ରତି ତାହା କରିଅଛ। ଅନ୍ତିମ ବିଚାର ସମୟରେ ଯେଉଁମାନେ ସେବା କରିଅଛନ୍ତି, ଯେଉଁମାନେ ସାହାଯ୍ୟ କରିଅଛନ୍ତି, ଅନ୍ୟର ମଙ୍ଗଳ ଚିନ୍ତା କରିଅଛନ୍ତି, ଅନ୍ୟର ଉପକାର କରିଅଛନ୍ତି, ହଁ ଅନ୍ୟାୟ ବିରୋଧରେ ଠିଆ ହେଇଛନ୍ତି, ସତ୍ୟ ପକ୍ଷରେ ଠିଆ ହେଇଛନ୍ତି, ପ୍ରଭୁ ଯୀଶୁ ସେମାନଙ୍କୁ ଦିନେ ଡାକିବେ ତାଙ୍କ ରାଜ୍ୟର ଅଧିକାରୀ ହେବା ନିମନ୍ତେ, ଆଉ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ। ସେମାନଙ୍କୁ ସେଇଦିନ ପ୍ରତିଦାନ ଦିଆଯିବ। କାରଣ ଯୀଶୁ କହିଲେ, ସେ ଦରିଦ୍ର ମାନଙ୍କୁ ତୁମେ ସେବା କରିଛ ମାନେ ମତେ ସେବା କରିଛ। ସେମାନଙ୍କର ଲୁହ ପୋଛିଛ ମାନେ ମୋର ଲୁହ ପୋଛିଛ। ସେମାନଙ୍କ ଦୁଃଖ ବୁଝିଲ ମାନେ ମୋର ଦୁଃଖ ବୁଝିଛ। ସେମାନଙ୍କୁ ସାହାଯ୍ୟ କରିଛ ମାନେ ମତେ ସାହାଯ୍ୟ କରିଛ। ଏଣୁ ଆସ ମୋ ରାଜ୍ୟରେ ତୁମେ ଅଧିକାରୀ ହୁଅ। ପିତାଙ୍କର ଆଶୀର୍ବାଦ ପାତ୍ର ମାନେ ଅନନ୍ତ ଜୀବନର ଅଧିକାରୀ ହୁଅ। ଏହା କହି ସେ ଆପଣାର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କୁ ମେଷ ସ୍ୱରୂପେ ଆପଣ ରାଜ୍ୟରେ ସ୍ଥାନ ଦେବେ। ଏଇଟା ପରମେଶ୍ୱର ସେ ଦାନକାରୀ ମାନଙ୍କ ପ୍ରତି, ସେବାକାରୀ ମାନଙ୍କ ପ୍ରତି ପ୍ରତିଦାନ ରଖିଛନ୍ତି। ଏଇଟା ଅନନ୍ତ ଜୀବନ, ଅନନ୍ତ ରାଜ୍ୟ। ଜଗତରେ ଅର୍ଥ ଦେଇଛନ୍ତି, ଦେଇଥିଲେ, ବଳ ଦେଇଥିଲେ, ସବୁକିଛି ଦେଇଥିଲେ, ଜଗତର କ୍ଷଣୀୟ ବିଷୟ ଦେଇଥିଲେ, କିନ୍ତୁ ସେମାନେ ଅକ୍ଷଣୀୟ ବିଷୟ ଦେଇକି ସେମାନେ ନିଜର ପ୍ରାଣକୁ ବଞ୍ଚାଉଛନ୍ତି, ନିଜର ଆତ୍ମାକୁ ବଞ୍ଚାଉଛନ୍ତି, ଆଉ ଅନନ୍ତ ରାଜ୍ୟ ଅଧିକାର ହେଉଛନ୍ତି। ଈଶ୍ୱରଙ୍କ ଦ୍ୱାରା ନିରୂପିତ ସେହି ରାଜ୍ୟରେ ସେମାନେ ପ୍ରବେଶ କରିବାର ସୁଯୋଗ ପାଉଛନ୍ତି। ତେଣୁ ଯେଉଁମାନେ ହୃଷ୍ଟଚିତ୍ତ ଭାବରେ ଦାନ ଦିଅନ୍ତି, ପ୍ରଭୁ ସେମାନଙ୍କୁ ସେ ଭଲ ପାଆନ୍ତି, ଆଉ ଆପଣ ରାଜ୍ୟ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ କରନ୍ତି। କାରଣ ବାକ୍ୟ କୁହାଯାଉଛି, କାରଣ ଈଶ୍ୱର ହୃଷ୍ଟଚିତ୍ତ ଦାତାଙ୍କୁ ଭଲ ପାଆନ୍ତି, ଆଉ ଯିଏ ଦାନ ବିତରଣ କରେ ତାହାର ଧାର୍ମିକତା ଚିରକାଳ ସ୍ଥାୟୀ ବୋଲିକି କୁହାଯାଏ। ଯେଉଁମାନେ ଦାନ କରନ୍ତି ସେମାନେ ଚିରକାଳ ସ୍ଥାୟୀ ହେବେ। ସେମାନଙ୍କ ଧାର୍ମିକତା, ସେମାନଙ୍କ ଜୀବନ ବି ଚିରକାଳ ସ୍ଥାୟୀ ହେଇଯିବ। ଏଇଟା ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ଗୋଟିଏ
ପ୍ରତିଦାନ ଜଗତରେ, ଆଜିର ଜଗତରେ, ଏଇ କ୍ଷଣୀୟ ଜଗତରେ ଯେଉଁମାନେ କିଛି ଦାନ ଦେଇଛନ୍ତି ପ୍ରଭୁ ସେମାନଙ୍କୁ ସେଇ ପ୍ରକାର ଭାବରେ ପରିଶୋଧ କରିବେ। ଏହା ପରମେଶ୍ୱରଙ୍କର ବାକ୍ୟ ଅଟେ। ଦାନ ଦେବା ଦ୍ୱାରା ଜଣେ ବ୍ୟକ୍ତି ଜୀବନକୁ, ଆତ୍ମାକୁ ବଞ୍ଚାଇବାର ଗୋଟେ ସୁଯୋଗ ପାଏ। ତେଣୁ ଆସ ଜଣଙ୍କର ଉପକାର ବଦଳରେ କାହାର ଅପକାର କରିବା ପାଇଁ ଚିନ୍ତା କରିବା ନାହିଁ। ଜଣଙ୍କର ମଙ୍ଗଳ ବଦଳରେ କେବେ କାହାର ଅମଙ୍ଗଳ ଚିନ୍ତା କରିବା ନାହିଁ। ଜଣଙ୍କର ନ୍ୟାୟ ବଦଳରେ ଅନ୍ୟାୟ କେବେ ଚିନ୍ତା କରିବା ନାହିଁ। ପରମେଶ୍ୱରଙ୍କ କ୍ରୋଧ ସେଠି ପ୍ରଜ୍ୱଳିତ ହୁଏ। ବରଂ ଆମ ପାଖରେ ଯେତିକି ସାମର୍ଥ୍ୟ ସେଇଟା ଟଙ୍କା ଆକାର ନହେଲେ ବି, ସମୟ ଆକାର ନହେଲେ ବି, ଆମ ବଳ ଆକାର ନହେଲେ ବି, ଆମ ଜ୍ଞାନ ଆକାରରେ ଆମର ସେ ସବୁ କିଛି ନହେଲେ ବି ଆମେ ତାହା ପାଇଁ କିଛି ଉତ୍ସର୍ଗୀକୃତ ହେବା, ତାର ମଙ୍ଗଳ କାମନା କରିବା, ତାର ଉପକାର କରିବା, ତାର ସେବା କରିବା, ତା ପ୍ରତି କିଛି ଦୟା କରିବା, ଗିନାଏ ଥଣ୍ଡା ପାଣି ଦେବା, ମୁଠାଏ ଖାଇବା ପାଇଁ ଦେବା, ଗୋଟେ କନାଟେ ତା ଦେହକୁ ଦେବା। ହଁ, ଟିକିଏ ତା ଆଖିରୁ ଝରି ପଡୁଥିବା ଲୁହକୁ ଯଦି ଆମେ ପୋଛିଦେବା, ତାର ଦିନହୀନ ଅବସ୍ଥାରେ, ତାର ନିଃସହାୟ ଅବସ୍ଥା, ତାହାକୁ ଆମେ ଯଦି କିଛି ଗୋଟେ କଥାରେ ସାହାଯ୍ୟ କରିବା, ଅର୍ଥରେ ନହେଲେ ବି, ଏଇଟା ଆମମାନଙ୍କ ପାଇଁ ସମୟ ଆସିବ, ଈଶ୍ୱରଙ୍କର ପ୍ରତିଦାନ ଦିଆଯିବ। ଅନନ୍ତ ଜୀବନ, ଅନନ୍ତ ରାଜ୍ୟ, ଅନନ୍ତ ଶାନ୍ତି, ଅନନ୍ତ ମୁକ୍ତି ଆପଣମାନଙ୍କର ଏଇ ଛୋଟ ପ୍ରତିଦାନ ସକାଶେ, ଏଇ ଛୋଟ ସେବା ସକାଶେ, ଛୋଟ ଜଣଙ୍କର ମଙ୍ଗଳ ଚିନ୍ତା କରିଥିବା ସକାଶେ, ଜଣଙ୍କ ପ୍ରତି ଦୟା ବହିଥିବା ସକାଶେ ପରମେଶ୍ୱର ଏହିପରି ପ୍ରତିଦାନ ପ୍ରତ୍ୟେକ ବ୍ୟକ୍ତିମାନଙ୍କୁ ସେ ଦିଅନ୍ତି, ଦେବେ। ଏଇଟା ପରମେଶ୍ୱରଙ୍କର ସୁନିଶ୍ଚିତ ବାକ୍ୟ ଅଟେ। ତେଣୁ ଆସ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ରାଜ୍ୟର ଅଧିକାର ପାଇଁ ଆମ ପାଖରେ ସେବା ଗୁଣ ରଖିବା, ଆମ ପାଖରେ ଗୋଟେ ଦୟା ଗୁଣ ରଖିବା, ଜଣଙ୍କର ହୃଦୟକୁ ବୁଝିବାର ହୃଦୟ ଆମ ଭିତରେ ରଖିବା, ଜଣଙ୍କର ହୃଦୟକୁ ବୁଝିବା ପାଇଁ, ଜଣଙ୍କର ମନକୁ ବୁଝିବା ପାଇଁ, ଜଣଙ୍କର ଦୁଃଖକୁ ବୁଝିବା ପାଇଁ, ଜଣଙ୍କର ସମସ୍ୟାକୁ ବୁଝିବା ପାଇଁ ଆମେ ଚେଷ୍ଟା କରିବା, ତାର ଲୁହକୁ ପୋଛିବା ପାଇଁ, ତାର ସମସ୍ୟାକୁ ଦୂର କରିବା ପାଇଁ, ତା ମୁଖରେ ହସ ଦେବା ପାଇଁ ଆମେ ତାହାର କିଛି ମଙ୍ଗଳ କରିବା। ଏଟା ଆମ ପାଇଁ ଆଶୀର୍ବାଦର କାରଣ ହେବ, ଆମ ପୁତ୍ର, ଆମ ସନ୍ତାନ ସନ୍ତତି, ଆମ ବଂଶ ପାଇଁ ଆଶୀର୍ବାଦର କାରଣ ହେବ, ତା ସାଥିରେ ସ୍ୱର୍ଗର ଅଧିକାରୀ ମଧ୍ୟ ହେବା, ଅନନ୍ତ ଜୀବନର ଅଧିକାର। ଏଣୁ ଆସ ଆମେ ଯଦି ପାପ ଭିତରେ ଅଛୁ, ଅନ୍ଧକାର ଭିତରେ ଅଛୁ, କଠିନ ହୃଦୟ ଭିତରେ ଅଛୁ, ଅନ୍ୟାୟ କରୁଛୁ ଲୋକମାନଙ୍କ ପ୍ରତି, ଅତ୍ୟାଚାର କରୁଛୁ ଲୋକମାନଙ୍କ ପ୍ରତି, ଉପଦ୍ରବ କରୁଛୁ ଲୋକମାନଙ୍କ ପ୍ରତି, ତେବେ ଆଜି ଏହି ବାକ୍ୟ ଦ୍ୱାରା ନିଜକୁ ଦେଖି ଆମେ ପ୍ରଭୁଙ୍କ ନିକଟକୁ ଫେରିବା। କାରଣ ଏପରି ଅନ୍ୟାୟକାରୀ ମାନେ, ଅତ୍ୟାଚାରୀ ମାନେ ଈଶ୍ୱରଙ୍କ ରାଜ୍ୟ ଯେ ଅଧିକାରୀ ହେବେ ନାହିଁ, ସେମାନଙ୍କ ପାଇଁ ଏକମାତ୍ର ନରକ ଅଛି। ଏଇ ମାଥ୍ୟୁ ପୁସ୍ତକ ଅଂଶରେ ହିଁ ଲେଖାଯାଉଛି ଯେ ଯେଉଁମାନେ ଏହିପରି ଦୁଃଖୀମାନଙ୍କ ପ୍ରତି, ଦରିଦ୍ରମାନଙ୍କ ପ୍ରତି ସେବା କରିନାହାନ୍ତି, ସେମାନେ ଅନନ୍ତ ଅଗ୍ନିରେ ପକାଯିବେ ବୋଲିକି କୁହାଯାଉଛି, ଯାହାକି 46 ପଦରେ କୁହାଯାଉଛି, 45-46 ପଦରେ କୁହାଯାଉଛି। ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣଙ୍କ ପ୍ରତି ଏହା କରିନଥିବାରୁ, ଅର୍ଥାତ୍ ସେବା କରିନଥିବାରୁ, ଦୟା କରିନଥିବା ହେତୁ, ସାହାଯ୍ୟ କରିନଥିବା, ଉପକାର କରିନଥିବା ହେତୁରୁ ମୋ ପ୍ରତି ତାହା କରିନାହଁ, ଆଉ ଏମାନେ ଅନନ୍ତ ଶାସ୍ତି ଭୋଗ କରିବାକୁ ଯିବେ। ମାତ୍ର ଧାର୍ମିକ ମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ଦେଖନ୍ତୁ, ସେବା କରିନଥିବା ବ୍ୟକ୍ତିମାନେ, ଦୟା ବହି ନଥିବା ବ୍ୟକ୍ତିମାନେ ଅନନ୍ତ ଶାସ୍ତିରେ, ଅର୍ଥାତ୍ ଅନନ୍ତ ଅଗ୍ନିରେ, ଅନନ୍ତ ଦଣ୍ଡରେ ସେମାନେ ପଡ଼ିବେ। ଆମେ ପ୍ରଭୁଙ୍କୁ ପାଇ, ଆମେ ପ୍ରଭୁଙ୍କୁ ଜାଣି ସେବା ଗୁଣ କ'ଣ, ଦୟା ଗୁଣ କ'ଣ, ଏଇଟା ଆମେ ଜାଣି ଏହା ସେବା ଯେ କରୁନାହୁଁ, ଏଇଟା ଆମ ପାଇଁ ବହୁତ ଦୁଃଖର ବିଷୟ। ତେଣୁ ଆସ
ଆମେ ନିଜକୁ ଦେଖିବା, ନିଜକୁ ଦେଖି ନିଜ ଜୀବନକୁ ସଜାଡ଼ିବା। ପ୍ରଭୁଙ୍କର ସେ ଆଶୀର୍ବାଦ ପାଇବା ପାଇଁ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଆସ ଏ ଶିକ୍ଷାରେ, ଶ୍ରବଣରେ ପ୍ରଭୁ ମୋତେ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଅଳ୍ପ ଅଂଶ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ ପରମେଶ୍ୱର, ଆଜିର ବାକ୍ୟ ଦ୍ୱାରା ତୁମେ କଥା କହିଲ। ଧନ୍ୟ ପିତା, ଯେଉଁମାନେ ସେବା କରନ୍ତି, ଦୟା ବୁହନ୍ତି, ତୁମେ ସେମାନଙ୍କ ଋଣ ପରିଶୋଧ କରିଥାଅ। କିନ୍ତୁ ଯେଉଁମାନେ ତୁମ ଦରିଦ୍ରମାନଙ୍କ ପ୍ରତି ପରିହାସ କରନ୍ତି, ତୁମକୁ ତୁଚ୍ଛ କରନ୍ତି, ସେମାନେ ଦିନେ ଅନନ୍ତ ଅଗ୍ନିରେ ପଡ଼ିବାକୁ ଯାଉଛନ୍ତି। ଯୀଶୁ ବାପା, ତୁମ ପବିତ୍ର ବାକ୍ୟ ଆମକୁ ପ୍ରାଞ୍ଜଳ କରେ। ସେବାକାରୀମାନେ ଅନନ୍ତ ରାଜ୍ୟର ଅଧିକାରୀ, ଅନନ୍ତ ଜୀବନର ଅଧିକାରୀମାନେ ମଧ୍ୟ ଯାଉଛନ୍ତି। ଯେହେତୁ ସେମାନଙ୍କୁ ପୁନରୁତ୍ଥାନ ସମୟରେ ତୁମେ ପ୍ରତିଦାନ ଦେବାକୁ ଯାଉଅଛ। ପ୍ରିୟ ପ୍ରଭୁ, এই ଯେଉଁ ବାକ୍ୟ ଆଜି ଆମେ ଶୁଣିଲୁ, ଶିଖିଲୁ, এই ଶିକ୍ଷା ତୁମେ ଆମକୁ ଦେଇଥିବା ହେତୁ ଧନ୍ୟ। এই ଶିକ୍ଷା ଦ୍ୱାରା ଆମ ହୃଦୟକୁ ସବଳ କର, ଆମ ହସ୍ତକୁ ମୁକ୍ତ କର, ଆମ ହୃଦୟକୁ ଖୋଲି ଦିଅ ବାପା, ଯେପରି ଆମେ ତୁମରି ସେବା ରାଜ୍ୟ କାର୍ଯ୍ୟରେ ଆଗକୁ ବଢ଼ିବୁ। ଏଣୁ ଦୁର୍ବଳରେ ଥିବା ପ୍ରତ୍ୟେକ ଆତ୍ମାମାନଙ୍କ ପାଇଁ, ଅନ୍ୟାୟରେ ଅତ୍ୟାଚାରରେ ଥିବା ପ୍ରତ୍ୟେକ ଆତ୍ମାମାନଙ୍କ ପାଇଁ ପ୍ରାର୍ଥନା କରୁଛୁ ବାପା, ଯେପରି ସେମାନେ ଅନନ୍ତ ଅଗ୍ନିରୁ ରକ୍ଷା ପାଇବେ। ଆଉ ଯେଉଁମାନେ ଆଜି ତୁମ ସେବା ରାଜ୍ୟ କାର୍ଯ୍ୟରେ ବାପା ନିଜକୁ ସମର୍ପିତ, ସେବା କାର୍ଯ୍ୟରେ, ଜଣଙ୍କର ମଙ୍ଗଳ କାର୍ଯ୍ୟରେ, ସେମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛୁ ବାପା। ସେମାନଙ୍କୁ ତୁମେ ଆଶୀର୍ବାଦ କର, ଯେପରି ସେମାନେ ତୁମ ଉଦ୍ଦେଶ୍ୟରେ ଦିନକୁ ଦିନ ଏଇପରି ତୁମ ଇଚ୍ଛାକୁ ସାଧନ କରିବେ, ଦୁଃଖୀର ଲୁହ ପୋଛିବେ, ଅନାହତର ଲୁହ ପୋଛିବେ, ନିଃସହାୟର ସହାୟ ହେବେ। ଏଇପରି ହୃଦୟ ସେମାନଙ୍କୁ ଦିଅ, ମୋତେ ଦିଅ, ପ୍ରତ୍ୟେକଙ୍କୁ ଦେଇ ତୁମ ଆଶୀର୍ବାଦର ପାତ୍ର ପାତ୍ରୀ ହେବା ପାଇଁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କର ବୋଲି ପ୍ରାର୍ଥନା ଯୀଶୁ ନାମ ମାଗୁଛି। ଆମେନ୍।